ମୋର ଗୋଟେ ଏମିତି ଦୁର୍ଭାଗ୍ୟଜନକ ପରିସ୍ଥିତି ଘଟିଛି। ମୁଁ ଜଣେ ସିନିୟର ସିଟିଜେନ୍, ମୁଁ ଗୋଟେ ଝିଅର ନିରୀହ ବାପାଟେ। ମୁଁ ହାଇକୋର୍ଟର ଗୋଟେ ଆଡ଼ଭୋକେଟ୍। ମୋ ପ୍ରତି ଯେଉଁ ଅନ୍ୟାୟ ଆଚରଣ କରାଯାଇଛି ସେ ବିଷୟରେ ମୁଁ ଏତିକି କହିବାକୁ ଚାହୁଁଛି, ମୋର ସମ୍ପୂର୍ଣ୍ଣ ଭରସା ଅଛି ଯେ ପୋଲିସ ପ୍ରଶାସନ ଉପରେ। ସେଥିପାଇଁ ମୁଁ ପୋଲିସ ପାଖକୁ ଯାଇ ଝିଅର ଯେଉଁ ଯନ୍ତ୍ରଣା ସେ ପାଉଛି, ମାନସିକ ଯନ୍ତ୍ରଣା ସହିତ ତାକୁ ଯେଉଁ ପ୍ରକାର ଭାବରେ ନିଷ୍ପେଷିତ ଜର୍ଜରିତ କରିଛନ୍ତି, ତାର କାହାଣୀ ନୁହେଁ, ସେଇଟା ସତ୍ୟ ଘଟଣା। ମୋ ଝିଅକୁ ମୁଁ ଗୋଟେ ଡକ୍ଟର ଡେଣ୍ଟାଲ ସର୍ଜନ କରିକି ମମତା ଅର୍ଥୋଡେଣ୍ଟିଷ୍ଟ କ୍ଲିନିକରେ ସିଏ ପ୍ରାକ୍ଟିସରେ ଅଛି। ସ୍ମୃତିଭୂଷଣ ନନ୍ଦ ତାର ଡକ୍ଟର। ପାଖରେ ତାର ସହକର୍ମୀ ବନ୍ଦିତା, ଟାଇଟଲ ଯଦି ମୁଁ ନ ଜାଣିଛି, ବନ୍ଦିତା ସିଏ ମଧ୍ୟ ଜଣେ ଡକ୍ଟର। ଦୁଇ ଜଣ ଯାକ ସେଠି ବସି ସ୍ମୃତିଭୂଷଣ ନନ୍ଦଙ୍କ ତତ୍ତ୍ୱାବଧାନରେ ସେମାନେ ଡେଣ୍ଟାଲ ସର୍ଜନ ଭାବରେ କାମ କରୁଛନ୍ତି। ପ୍ରତ୍ୟେକ ଦିନ ଯାଆନ୍ତି। ଏ ବନ୍ଦିତା ଯିଏ ୟାଠାରୁ ସିନିୟର ହେଲେ ବି ସିଏ ପଛରେ ସେଠି ଜଏନ୍ କରିଛନ୍ତି। ଜଏନ୍ କଲା ପରେ ସିଏ ଗୋଟେ ଫିଟ୍ ଫାଇଟର ଗୋଟେ ଜିମ୍କି ସିଏ ଯାଉଥିଲେ। ଫିଟ୍ ଫାଇଟର ଜିମ୍ ସେଇ ଶହୀଦନଗରରେ ଅଛି, ଦୁର୍ଗା ମଣ୍ଡପ ପାଖରେ। ସେଠିକି ମୋ ଝିଅକୁ ନେଇ ଆଡ଼ମିସନ୍ କରେଇଛନ୍ତି। ଆଡ଼ମିସନ୍ କରାଇଲା ପରେ ମୋ ଝିଅର ବାହାଘର ହେଇଛି ନା ନାହିଁ ଏସବୁ ଜିନିଷ ତଥ୍ୟ ନେଇଛନ୍ତି। ତାର ଦୁର୍ବଳତାର ସୁଯୋଗ ନେଇ ସେଠି ନାରାୟଣ ମହାନ୍ତି ଯେ ପିଇଟି, ତାକୁ କହିଛନ୍ତି ପର୍ସନାଲ ସେ ପିଇଟି ଭାବରେ ତୁମକୁ ଟ୍ରେନିଂ ଦେବେ। ତାପରେ ସେ ମାଆ ଠାରୁ 6,000 ଟଙ୍କା ନେଇ 5,000 ଟଙ୍କା 6,000 ଟଙ୍କା ସେଠି ଆଡ଼ମିସନ୍, 5,000 ଟଙ୍କାର ପିଇଟିର ଟ୍ରେନର ଖର୍ଚ୍ଚ ଏସବୁ ଦେଇ ସେ 2-3 ମାସ ଟ୍ରେନିଂ ନେଲା ପରେ ତା ପ୍ରତି ଦୁଷ୍କର୍ମ କରାଯାଇଛି। ସେ ଦୁଷ୍କର୍ମକୁ ଏଡ଼େଇ ଦେବା ପାଇଁ ତାକୁ ବାହାଘରର ଗୋଟେ ବାହାନା ବାହାର କରି ତାକୁ ଫସେଇ ଦିଆଯାଇ, ତାକୁ ଧମକ ଚମକ ଦେଇ ତାଠାରୁ ସମ୍ପୂର୍ଣ୍ଣ ପଇସାକୁ ହଡ଼ପ କରିଦେଇ, ନହେଲେ ତୋତେ ଆମେ ଫସେଇ ଦେବୁ, ତୁ ଇଜ୍ଜତ ମହତ ନେଇଯିବୁ, ଏକଥା କହି ତା ବାହାଘରର ଗୋଟେ ବାହାନା କରି ତାର ସମ୍ପୂର୍ଣ୍ଣ ପଇସା 6 ବର୍ଷର ପଇସା ସେ କାହାକୁ ଗୋଟିଏ ପଇସା ନ ଦେଇକି ରଖିଥିଲା, ତାର ସମ୍ପୂର୍ଣ୍ଣ ପଇସା ହଡ଼ପ କରି ନେଇଛନ୍ତି। ଦେଖିଲା ବେଳକୁ ତା ଆକାଉଣ୍ଟରେ ମାତ୍ର 12,000 ଟଙ୍କା ଅଛି। କେତେବେଳେ ମୁଁ ଜାଣିଲି ନା, ତାର ମୁଁ ଗୋଟେ ବାହାଘର ଠିକ୍ କରିଥିଲି ଫେବୃଆରୀ 2 ତାରିଖରେ ତାର ବାହାଘର ହେବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିସାରିଥିଲି। ସେତେବେଳେ ସିଏ କହିଛି ଯେ ତମେ ଯଦି ବାହା ହେବ ଆମ ଫିଟ୍ ଫାଇଟର ବଦନାମ ହେଇଯିବ, ତେଣୁ ତମେ ନାରାୟଣ ମହାନ୍ତିକି ବାହା ହେଇଯା ଏବଂ ଆମକୁ ବଦନାମରୁ ରକ୍ଷା କର। ଯଦି ନ କରିବ ତାହେଲେ ତମ ପରିବାରକୁ ଆମେ ଧ୍ୱଂସ କରିଦେବୁ, ପରିବାରକୁ ସମ୍ପୂର୍ଣ୍ଣ ଭାବରେ ବେଇଜ୍ଜତ କରିଦେବୁ, ତମର ବେଇଜ୍ଜତ କରିଦେବୁ। ଏହିସବୁ କଥା କହିଲା ପରେ ସେ ଡରି ଭୟଭୀତ ହେଇ ସବୁ ପ୍ରକାର ମେସେଜ୍ କରି ତାକୁ ଯିଏ ଏଠିକି ନେଇଥିଲା ତାକୁ ମଧ୍ୟ ମେସେଜ୍ କରିଛି, ମୋତେ ଏମିତି କରିଛନ୍ତି, କ'ଣ କରିବି, ମୋତେ ମୋ ଘରେ ଜାଣିଦେଲେଣି, ତେଣୁ ମୋତେ ରକ୍ଷା କର। ଯଦି ମୋତେ ସେ ବାହା ହେବ ବୋଲି କହୁଛି, ବାହାରକୁ ନେଇଯିବା ପାଇଁ କହୁଛି, ମୋ ବାପା ତାଠୁ ଫୋନ୍ କଲ୍ ପାଇଛନ୍ତି ଯେ ବାହାରକୁ ନେଇଗଲେ ତୋ ଆଖି ତାଡ଼ିକି, ତୋ କିଡ଼ନୀ ବାହାର କରିକି ତୋ ଚମଡ଼ା ବିକ୍ରି କରିଦେବୁ। ଏସବୁ କଥା ଜାଣିଲା ପରେ ମଧ୍ୟ ସେମାନେ ଆହୁରି ଭୟଙ୍କର ଭାବରେ ତା ଉପରେ ଆକ୍ରୋଶମୂଳକ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାକୁ ବତେଇଛନ୍ତି ତମେ ଫୋନ୍ଟାକୁ ଏମିତି ଭାବରେ ରଖିବ ଯେମିତି ବାପା ମାଆ ତୁମକୁ ଟର୍ଚର କରୁଛନ୍ତି ବୋଲି କହିବ, ଏବଂ ତମେ ସେଠୁ ବାହାରିକି ପଳେଇ ଆସିବ, ଏବଂ ଆମେ ତୁମକୁ ପୋଲିସ ପାଖରୁ, ପୋଲିସ ଯେତେବେଳେ ତୁମେ ରିଲିଜ୍ କରିଦେବ କିଡ଼ନାପ୍ କରି, ଆମେ ତୁମକୁ ସେଠୁ ନେଇକି ବାହାଘର କରେଇଦେବୁ। ତେଣୁ ଆମକୁ ଜମା ବଦନାମ କରିବାକୁ ଚେଷ୍ଟା କରିବନି। ଯଦି ଚେଷ୍ଟା କରିବ ତୁମକୁ କ'ଣ, ତୁମ ପରିବାର ସମ୍ପୂର୍ଣ୍ଣ ଧ୍ୱଂସ କରିଦେବୁ। ଏବଂ ସେ ଯେଉଁ ପ୍ରକାର ଯେଉଁ ପିଲାକୁ ମୋହରା ବନେଇଛନ୍ତି, ଯେଉଁ ନାରାୟଣ ମହାନ୍ତିକୁ, ସେ ନାରାୟଣ ମହାନ୍ତି ହେଉଛି ଜାତିରେ କ'ଣ ତାର ଜଣା ନାହିଁ, କିନ୍ତୁ ଖ୍ରୀଷ୍ଟିଆନ, ତେଣୁ ସେ ଧର୍ମାନ୍ତରୀକରଣ କରିବାର ପ୍ରୟାସ କରିଛି। ଏବଂ ସିଏ ତାକୁ ମଧ୍ୟ କହି ତୁମେ ମଧ୍ୟ ଘରେ ରହିବା କଥା କହିବନି, ଆମେ ତୁମକୁ ନେଇକି ସୁରକ୍ଷିତ ଜାଗାକୁ ପଳାଇବୁ। ଏହି ପ୍ରକାର ଯୋଜନା ମୁଁ ଯଦିଓ ପୋଲିସ ପ୍ରଶାସନ ଉପରେ ମୋର ଅଛି, ମୁଁ ଯେଉଁ ସେଠି ତାଙ୍କୁ ସମ୍ପୂର୍ଣ୍ଣ ମୋ ବକ୍ତବ୍ୟ ଦେଇଛି, ସେ ତାକୁ ମଧ୍ୟ ଏପର୍ଯ୍ୟନ୍ତ ଲୁକାୟିତ ଭାବରେ ରଖିଛନ୍ତି, ତା ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ମୁଁ ଯେତେବେଳେ ମୋର ଏଫଆଇଆର୍ ଦେଇଛି, ମୋ ଝିଅ ମଧ୍ୟ ଏଫଆଇଆର୍ ଦେଇଛି, ସେ ଦୁଇଟା ଯାକ ଏଫଆଇଆର୍କୁ ସେମାନେ ଚପେଇ ଦେଇଛନ୍ତି, ଡାଏରୀ କରିନାହାନ୍ତି। ମୁଁ 11ଟାରୁ ଦେଲା ପରେ ମଧ୍ୟ ଏପର୍ଯ୍ୟନ୍ତ ମଧ୍ୟ ତାକୁ ଡାଏରୀ କରିନାହାନ୍ତି କି ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। କହୁଛନ୍ତି କନସିଲିଏସନ୍ କରିକି ଟିକେ ସମାଧାନ କରିଦେବା।
ହଁ ନିୟମ ଅଛି, ମୁଁ ଆଇନର ସହାୟତା କରୁଛି, ମୁଁ ମଧ୍ୟ ଜଣେ ଆଇନଜ୍ଞ, କିନ୍ତୁ ତା'ର ସମୟସୀମା ଭିତରେ କଲେ ସମ୍ପୂର୍ଣ୍ଣ ପ୍ରମାଣ ତଥ୍ୟ ପ୍ରମାଣ ସହିତ ଏହାର ବିଚାର ହୋଇପାରନ୍ତା। ଯେଉଁମାନେ ତଥ୍ୟ ପ୍ରମାଣକୁ ନଷ୍ଟ କରିଦେବାର ସୁଯୋଗ ପାଉଛନ୍ତି, କିନ୍ତୁ ଦେଖିଲା ବେଳକୁ ତଥ୍ୟ ପ୍ରମାଣ ଅଭାବରେ ଏ କେସ୍ରୁ ଦୁର୍ବଳ କରିବାକୁ ସେମାନେ ଚେଷ୍ଟା କରୁଛନ୍ତି, ଯେଉଁଠିକି ସେମାନେ ବନ୍ଦିତା ଏବଂ ତା'ର ସ୍ୱାମୀ କ'ଣ ତା ନା, ତା ବନ୍ଦିତାର ସ୍ୱାମୀ କ'ଣ ତା ନାଁଟା ମୋର ମନେ ପଡ଼ୁନି, ତା ସ୍ୱାମୀ ସିଏ ଏବଂ ଜଣେ ଆଡ଼ଭୋକେଟକୁ ଆସି ଧରି ସାଲିସ୍ ମାଲିସ୍ ପୋଲିସ ସାଥିରେ କରିବାର ଅପଚେଷ୍ଟା କରିଛନ୍ତି ଏବଂ ପୋଲିସ ମଧ୍ୟ କିଛି ପାଉଣା ଦେବାର ପ୍ରୟାସ କରିଛନ୍ତି, ପୋଲିସକୁ ମଧ୍ୟ କିଛି ଖୁସାମତ ମରାମତ କରିଛନ୍ତି। ଏବଂ ମୁଁ ମଧ୍ୟ ଫିଟ୍ ଫାଇଟର ମାଲିକ ମଧ୍ୟ ଫୋନ୍ କରି କହିଲେ ଆପଣ ଏଥିରେ କାହିଁକି ତାଙ୍କୁ ପ୍ରଶ୍ରୟ ଦେଇଛନ୍ତି, ଆପଣ ଏଥିରେ ନିଜେ ଇନଭଲ୍ଭ ଅଛନ୍ତି କି, ତୁମ ଝିଅକୁ ତୁମେ ନେଇଯା, ଯୁଆଡ଼େ ନେଉଛ ନେଇଯା ଯଦି ପାରୁଛ। ମୁଁ ପାରୁଛି କ'ଣ, ପୋଲିସରେ ଆସିକି ଅଛି, କିନ୍ତୁ ସିଏ ସେଠି କର୍ଣ୍ଣପାତ ନ କରି ତୁମେ କିଛି କରିପାରିବନି, ଆମେ ଯାହା କରିବା କଥା ଆମେ କରୁଛୁ, ତୁମେ କିଛି କରିପାରିବନି, ନିଜ ଇଜ୍ଜତ ବଞ୍ଚେଇକି ତୁମେ ନିଜେ ରୁହ, ଚୁପ୍ ରହିଯାଅ। ଏହି ପ୍ରକାର ଯେଉଁ କରିଛନ୍ତି, ଏଠୁ ତାଙ୍କର ଯେଉଁ ଡାକ୍ତର ଯେଉଁ ସ୍ମୃତିଭୂଷଣ ନନ୍ଦ ତାଙ୍କୁ କହିଲା ପରେ ଯେ ବନ୍ଦିତା ଏହି ପ୍ରକାର କ୍ରାଇମରେ ଇନଭଲଭମେଣ୍ଟ ଅଛି, ତାକୁ ଆପଣ ଟିକେ ନିବୃତ୍ତ ରଖିବେ। ସିଏ ମଧ୍ୟ କହିଲେ ଏଥର ମୋର କିଛି କରିବାର ନାହିଁ, ସେ ବନ୍ଦିତା କ'ଣ ମୋ କଥାରେ ଅଛି ନା, ମୁଁ କହିଲି ଆପଣ ତାକୁ ରଖିଛନ୍ତି, ସେ ଆପଣଙ୍କର ସେ ଏମ୍ପ୍ଲୟି, ଦୁଇ ଜଣ ଯାକ ଆପଣଙ୍କର ଏମ୍ପ୍ଲୟି, ତେଣୁ ଆପଣ ଏହି ପ୍ରକାର କ୍ରିମିନାଲ ଆକ୍ଟିଭିଟିରୁ ଆପଣ ମଧ୍ୟ ଏମାନଙ୍କୁ